ଓଡ଼ିଶା ହେଉଛି ମନ୍ଦିର ମାଳିନୀ ମାନଙ୍କର ରାଜ୍ୟ ନାମରେ ସାରା ଦୁନିଆରେ ପରିଚିତ। ଓଡ଼ିଶାରେ ବହୁତ ଗୁଡ଼ିଏ ମନ୍ଦିର ରହିଛି। ସବୁ ମନ୍ଦିର ନିଜର କିଛି ନା କିଛି ରହସ୍ୟକୁ ନେଇ ଛିଡ଼ା ହୋଇଛି। ଆଜି ଆମେ ଜାଣିବା ଏପରି ଏକ ମନ୍ଦିର ବିଷୟରେ ଯାହା ଅନେକ ଗୁଡ଼ିଏ ରହସ୍ୟ ସହିତ ଜଡ଼ିତ। ଆସନ୍ତୁ ଜାଣିବା ସେହି ରହସ୍ୟମୟୀ ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ, ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। କଥା ଅନୁଯାୟୀ ପବଙ୍ଗା ଗାଁର ଜଣେ ହୋତା ପରିବାରର ଗୋଟିଏ ଗାଈ ଥିଲା। ଆଉ ସେ ଗାଈ ଚରାଇବାକୁ ଜଣେ ସେ ସବୁଦିନ ମହାନଦୀ କୂଳକୁ ଗାଈ ଚରାଇବାକୁ ଆସୁଥିଲେ ଓ ସନ୍ଧ୍ୟାରେ ଫେରୁଥିଲେ। ସବୁଦିନ ଠିକ୍ ଚାଲିଥିଲା, କିନ୍ତୁ ଦିନେ ହୋତା ବାବୁ ଅନୁମାନ କରିଲେ ଗାଈର କ୍ଷୀର ଦେବାର ପରିମାଣ କେମିତି କମିବାରେ ଲାଗିଛି। ସେ କାରଣ ଜାଣିବାକୁ ଚାହିଁଲେ। ସେ ସଙ୍ଗେ ସଙ୍ଗେ ଗାଈ ଚରୁଆଲିକୁ ପ୍ରଶ୍ନ କରିଲେ ଏବଂ କହିଲେ, ଗାଈର ଏମିତି ଗୋରସର ପରିମାଣ କାହିଁକି ଆପେ ଆପେ କମିବାରେ ଲାଗିଛି? ଏମିତି କହି ହୋତା ବାବୁ ନିଜେ ଗାଈର ଲାଞ୍ଜ ଧରି ଗାଈ ଚରାଇବାକୁ ଗଲେ। ସେହି ସମୟରେ ଅନୁଧ୍ୟାନ କରିଲେ ସେ ଗାଈଟି ମହାନଦୀର ଆର ପାରିକୁ ଯାଇ ପ୍ରସ୍ତର ଉପରେ ଔର ରସ ଆପେ ଆପେ ଝରୁଥାଏ। ହୋତା ବାବୁ ହଠାତ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ ଏଠାରେ ମହାଦେବ ଆବିର୍ଭାତ ହୋଇଛନ୍ତି। ସେ ପ୍ରସ୍ତରଟି ଦେଖିବାକୁ ଲିଙ୍ଗ ଭଳି। ସେହିଦିନ ଠାରୁ ହୋତା ବାବୁ ଗାଈକୁ ସେଠାକୁ ଛାଡ଼ିବା ସହ ନିଜେ ପୂଜା କରିଲେ। ତାଙ୍କ ପୂଜାର ଖବର ସମ୍ବଲପୁରର ରାଜା ବଳରାମ ଦେବ ପାଇବା ପରେ ପରିଭ୍ରମଣ କରିବାକୁ ଆସିଲେ ଆଉ ଘଟଣାକୁ ବୁଝିଲେ। ଅନେକ ଦିନ ପରେ ରାଜାଙ୍କୁ ସ୍ୱପ୍ନ ହେଲା। ମହାଦେବ କହିଲେ, ମୋତେ ଏହି ସ୍ଥାନରେ ତୁ ପୂଜା କରି ମୋର ଭବ୍ୟ ମନ୍ଦିର ନିର୍ମାଣ କର। ଯାହାକୁ ଶୁଣିବା ପରେ ରାଜା ମନ୍ଦିର ନିର୍ମାଣ କାମ ଆରମ୍ଭ କରିଲେ। ସାଧାରଣତଃ ଗୋଟିଏ ଗାଈ ବା ବଳଦ ହୁମା ହୁମା କରି ଶବ୍ଦ ଉଚ୍ଚାରଣ କରିଥାଏ। ସେହି ହୁମା ଶବ୍ଦରୁ ରାଜା ମନ୍ଦିର ନାଁ ଦେଲେ ହୁମା ମନ୍ଦିର। ଆଉ ସେଦିନ ଠାରୁ ମହାଦେବ ସେହି ମନ୍ଦିରରେ ପୂଜା ପାଉଛନ୍ତି। ଏହି ମନ୍ଦିରର ଅନେକ ଘଟଣା ଦୁର୍ଘଟଣା ଘଟିଛି। ଏହାକୁ ହିଁ ଲୋକମାନେ ମନ୍ଦିରର ରହସ୍ୟ କହିଥାନ୍ତି।